ଗତକାଲି ମାର୍ଚ୍ଚ 24 ତାରିଖରେ ରାଜ୍ୟର ରେଗୁଲେଟରୀ କମିଶନ ଇଲେକ୍ଟ୍ରିକାଲ OERC ଏବଂ ଏକ ଡିସିସନ ଦେଇଛନ୍ତି। ଯେଉଁ ମତାମତ ଅନୁସାରେ ରାଜ୍ୟରେ ବର୍ତ୍ତମାନ କୁହାଯାଉଛି ଯେ ଦର ବଢ଼ିବ ନାହିଁ। ଇଲେକ୍ଟ୍ରିକର ତାରିଫ ଦର ଯେଉଁ ୟୁନିଟ୍ କଷ୍ଟ ଥିଲା ଯାହା ଥିଲା ସେୟା ଅଛି, ଆଉ ବଢ଼ିବ ନାହିଁ। ଗତ 7 ବର୍ଷ ଧରିକିରି ଏକା ଦର ରହି ଆସିଛି, କାରଣ ଲୋକମାନଙ୍କର ସଚେତନତା, ଲୋକମାନଙ୍କର ଦାବି ଫଳରେ ପୂର୍ବରୁ ମଧ୍ୟ ଏ ବ୍ୟବସ୍ଥା ରହି ଆସିଛି, ଏ ବର୍ଷ ରହିଛି। ଏଥିରେ କିଛି ଲାଭ ହେଇନାହିଁ କୌଣସି ଜଣେ ଉପଭୋକ୍ତାଙ୍କର। ତାର କାରଣ ହେଉଛି ଗତ ବର୍ଷର ଏପ୍ରିଲ ମାସର ବିଲ୍ଟି ଆଣିବେ, ଏ ବର୍ଷର ଏପ୍ରିଲ ମାସ, କାରଣ ଏଟା ଏପ୍ରିଲ 1ରୁ ଲାଗୁ ହେବ, ଏପ୍ରିଲ ପରେ ମେ ମାସରେ ବିଲ୍ଟି ଆଣିବେ। ଏ ଦୁଇଟାକ ବିଲ୍ କି ମିଶେଇ ଦେଖିବେ, ସେଥିରେ ଯାହା ଯାହା ଥିଲା ଏଥିରେ ସେୟା ସେୟା ଅଛି, ଏକା ସମାନ ଭାବରେ ଅଛି। ଶୋଷଣର ଧାରା କୌଣସି ଜାଗାରେ କମି ନାହିଁ। ଯେଉଁ କମ୍ପାନୀର ଯେଉଁ ଶୋଷଣ, ବିତରକ କମ୍ପାନୀର ଯେଉଁ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବାର ଯେଉଁ ଧାରା, ଯେଉଁ ପ୍ରକଟତା, ତାହା କୌଣସି ଜାଗାରେ କମି ନାହିଁ ବା ଲୋକଙ୍କୁ କୌଣସି ଉପଶମ ଦେବା ଭଳି ବ୍ୟବସ୍ଥା ନାହିଁ। ସବୁ ଯାହା ଥିଲା ସେୟା ଅଛି। ତେଣୁ ଦୁଃଖର ସହିତ କହିବାକୁ ପଡ଼ୁଛି, ଯେତେବେଳେ ଲୋକସାନ କମିଛି, ଟ୍ରାନ୍ସମିଶନ ଡିଷ୍ଟ୍ରିବ୍ୟୁସନ ଏ ଯେଉଁ କ୍ଷୟକ୍ଷତି ସେତେବେଳେ କମି କମି ଯାଇକରି 12-14% ପହଞ୍ଚିଲାଣି। ସେହି ସମୟରେ ଉପଭୋକ୍ତାଙ୍କ ଉପରେ ଚାପ ବଢ଼ି ବଢ଼ିକି ଯାଇଛି। ତା ସହିତ ଆମେ ଦୁଇଟା କଥା ଦେଖୁଛୁ, ବାରମ୍ବାର କହି ଆସିଛୁ ଯେ ବଡ଼ କଥାଟି ହେଉଛି ଯେ ତମେ ଯଦି ଗୋଟିଏ ଜିନିଷ ନେଉଛ, ଫିକ୍ସ ଚାର୍ଜେସ୍, ଇଲେକ୍ଟ୍ରିକ ଫିକ୍ସ ଚାର୍ଜେସ୍ ବୋଲି ଗୋଟେ ତାଦେହରେ ଅଛି, କିଲୋୱାଟ ପିଛା ତା ନାଁ ଲେଖା ହେଇଛି ଫିକ୍ସ ଚାର୍ଜେସ୍, ଗୋଟେ ନିର୍ଦ୍ଦିଷ୍ଟ ଦର ରହିବ, କିନ୍ତୁ ଏମାନେ କିଲୋୱାଟ ପିଛା 20 ଟଙ୍କା ଲେଖା ନେଉଛନ୍ତି। ମୁଁ ଯଦି 5 କିଲୋୱାଟ ବ୍ୟବହାର କଲି ତାହେଲେ ମୋତେ ମାସକୁ 100 ଟଙ୍କା ଦେବାକୁ ପଡ଼ିବ। ତାରିଫ ଦେବି, ତା ସାଙ୍ଗରେ 100 ଟଙ୍କା ବି ଦେବି। ଏ କଥା ଆମକୁ ଦେଖିବାକୁ ପଡୁଛି, ରହିଛି। ତା ଥିଲା, ତାହା ଅଛି, ସେଥିରେ କିଛି ପରିବର୍ତ୍ତନ ଘଟି ନାହିଁ। ପରିବର୍ତ୍ତନ ଘଟି ନାହିଁ ଗଭର୍ଣ୍ଣମେଣ୍ଟ ନେଉଥିବା ଇଡି, ଯେଉଁଟାକ ସରକାର ଯେଉଁ ଡ୍ୟୁଟି ନିଅନ୍ତି, ସେଥିରେ ବି କିଛି ପରିବର୍ତ୍ତନ ଘଟି ନାହିଁ। ଦୁଇଟି କଥା କୁହାଯାଇଛି ଯେ ଯେଉଁ ସମସ୍ୟାଟି ଉପୁଜିଥିଲା, ଗୋଟେ ହେଉଛି ଆଡିସନାଲ ସିକ୍ୟୁରିଟି ଡିପୋଜିଟ୍। ଆମେ ସମସ୍ତଙ୍କ ଉପରେ, ଲୋକଙ୍କ ଉପରେ ତାହା ପଡ଼ିଥିଲା। ଏ ବର୍ଷ ତାହା ପଡ଼ିବ ନାହିଁ। ତାର କାରଣ ହେଉଛି କୌଣସି, ଯେହେତୁ ଭଡ଼ା ବଢ଼ିଲା ନାହିଁ, ଟାରିଫ ବଢ଼ିଲା ନାହିଁ, ସେ ଦୃଷ୍ଟିରୁ ଯଦି ଟାରିଫ ନ ବଢ଼ିଛି ତାହେଲେ ଆଉ ଆଡିସନାଲ ଡ୍ୟୁଟି ପଡ଼ିବ ନାହିଁ। ଇଏ ହେଲା ଗୋଟିଏ କଥା, ସେଟା ଲୋକମାନେ ଜାଣିବା ଦରକାର। ଦ୍ୱିତୀୟ କଥାଟି ହେଉଛି କରିଛନ୍ତି ଯେ ଯଦି ଏଇ ଯେଉଁ ଗୋଟେ କୁହାଯାଉଥିଲା ଯେ ସ୍ମାର୍ଟ ମିଟର ବସେଇବା କଥା, ସ୍ମାର୍ଟ ମିଟରକୁ ଲୋକେ ବିରୋଧ କରୁଥିଲେ, ଏବେ କୁହାଯାଉଛି ସ୍ମାର୍ଟ ମିଟରକୁ ମଧ୍ୟ ଅଡିଟ୍ କରାଯିବ। ତା ଅର୍ଥ ଲୋକଙ୍କର ବିଶ୍ୱାସନୀୟତା ଫେରିଆସିବ। ସେ କଥା ନହେବା ପର୍ଯ୍ୟନ୍ତ ଲୋକଙ୍କର ବିଶ୍ୱାସନୀୟତା ବା ଉପଭୋକ୍ତାଙ୍କର ବିଶ୍ୱାସ କେବେ ଫେରିବ ନାହିଁ କମ୍ପାନୀ ବା OERC ଉପରେ। ତେଣୁ ତାହା କାର୍ଯ୍ୟକାରୀ ହେଲା ପରେ, ଅଡିଟ୍ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ପରେ, ଯଦି OERC ଆଉ ଗୋଟେ ନୋଟିଫିକେସନରେ ଲୋକଙ୍କୁ ଜଣାଇବେ, ତାହେଲେ ଲୋକେ ହୁଏତ ମିଟର ବସିବାକୁ ଆଗ୍ରହ ପ୍ରକାଶ କରିବେ। ଏ ହେଲା ମିଟର ସମ୍ପର୍କରେ। ଆଡିସନାଲ ସିକ୍ୟୁରିଟି ଡିପୋଜିଟ୍ ଦେବାର କୌଣସି ଆବଶ୍ୟକତା ନାହିଁ। ଯଦି କୌଣସି ଜାଗାରେ ଆଡିସନାଲ ସିକ୍ୟୁରିଟି ଡିପୋଜିଟ୍ କୌଣସି ବ୍ୟକ୍ତି ଦେଇଥାନ୍ତି, ତାହେଲେ ତାଙ୍କୁ ତୁରନ୍ତ ଫେରସ୍ତ ଦେବାର ବ୍ୟବସ୍ଥା କରାଯାଉ ବା ତାଙ୍କର ଆଗାମୀ ବିଲ୍ ସହିତ ଆଡଜଷ୍ଟ କରାଯାଉ। ଏ କଥା ଆମେ ଦାବି କରି ଆସୁଛୁ, ଏ କଥା କରୁ। ଗୋଟିଏ କଥାରେ ସ୍ୱାଗତ କରୁଛୁ OERC କି, ଏ ବର୍ଷ ଆମେ ବହୁତ ଦିନ ହେଲା ଦାବି କରି ଆସୁଥିଲୁ। OERC ଆଗରୁ ଯେଉଁମାନେ ଥିଲେ ତାଙ୍କ ପାଖରେ ଦାବି ରଖୁଥିଲୁ ଉପଭୋକ୍ତା ମହାସଂଘ ତରଫରୁ, ଏ ବର୍ଷ ମଧ୍ୟ ଦାବି କରିଥିଲୁ ଯେ ସମସ୍ତ ପଇସା ଯେଉଁ ହାଟରେ ନେଉଛନ୍ତି ଏ କମ୍ପାନୀମାନେ, ତାର ଗୋଟେ ଅଡିଟ୍ କରାଯାଉ। ସେ ଅଡିଟ୍ କାହା ଦ୍ୱାରା ହେବ ନା CAGଙ୍କ ଦ୍ୱାରା କରାଯାଉ। ଯାହା ହଉ ଖୁସିର କଥା, ଏ CAGଙ୍କର ଅଡିଟ୍ ପାଇଁକି ବର୍ତ୍ତମାନର ଯିଏ ଅଛନ୍ତି ଚେୟାରମ୍ୟାନ୍, ସେ ୟାକୁ ଅର୍ଡ଼ର କରିଛନ୍ତି। କିନ୍ତୁ ଯେପର୍ଯ୍ୟନ୍ତ ସେ ଅଡିଟ୍ କାର୍ଯ୍ୟକାରୀ ନ ହୋଇଛି, ତା ଅର୍ଥ ସରକାରୀ ନୋଟିଫିକେସନ ନ ବାହାରିଛି, କାରଣ ଏଥିପାଇଁକି ଦରକାର କୋଡ୍, ସବ୍ କୋଡ୍, ଏସବୁର ଆବଶ୍ୟକତା ରହିଛି। ଏଗୁଡ଼ାକୁ ପ୍ରସ୍ତୁତ ନ ହୋଇଛି, ତେଣୁ ସେ ପର୍ଯ୍ୟନ୍ତ ବୋଧହୁଏ ଲୋକଙ୍କର ବିଶ୍ୱାସ ଆସିବ ନାହିଁ। ତେଣୁ ତୁରନ୍ତ CAG କାର୍ଯ୍ୟ କରିବା ପାଇଁକି, CAGର ବ୍ୟବସ୍ଥା କରିବା ପାଇଁକି ସବୁ କାର୍ଯ୍ୟକ୍ରମ, ସବୁ ବ୍ୟବସ୍ଥା
ତିଆରି କରାଯାଉ ଏବଂ ଏହାକୁ ତୁରନ୍ତ ଲାଗୁ କରାଯାଉ। ଏ କଥା ହେଉଛି ଦାବି। ଦ୍ୱିତୀୟ କଥାଟି ହେଉଛି ସିଏଜିଙ୍କର ଏଇ କଥାଟିର ଅଡିଟ୍ କରାଯିବା ନିହାତି ଦରକାର ପାଇଁ ଆମେ ଆବଶ୍ୟକ କରୁଥିଲୁ ଏବଂ ତୁରନ୍ତ ଆକୁ ଉପରେ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି କିଛି ନାହିଁ। ଏଥିରେ ଗୋଟିଏ ପଇସା ମିଳିବାର ନାହିଁ ଫାଇଦା। ଯାହା ଯେପରି ଆଗରୁ ଶୋଷଣ ହେଉଥିଲା ସେଇ ପଦ୍ଧତି ଚାଲିଛି। ନାଇଁ, ଏଇଟା ସରକାରଙ୍କ ପାଖରେ ନଥିଲା, ଏଇଟା OARC ପାଖରେ ଥିଲା। ସରକାରଙ୍କ ପାଖରେ ତ ଅଛି 200 ୟୁନିଟ୍ 300 ୟୁନିଟ୍ ସେ କହିଥିଲେ ମାଗଣା ଦେବୁ ଯୋଗେଇବୁ ଇଲେକ୍ଟ୍ରିକ୍ ଫାଙ୍କିକିରି ବର୍ତ୍ତମାନ ବସୁଛନ୍ତି। ସବୁ ବଢ଼ଉଛନ୍ତି, ତେଲ ଗ୍ୟାସ୍ ସବୁ ବଢ଼ିଲାଣି। ବର୍ତ୍ତମାନ ଇଲେକ୍ଟ୍ରିକ୍ରେ ଇଡି ବି ନେଉଛନ୍ତି। ଯଦି ସରକାର ପଇସା ନ ନେଉଥାନ୍ତେ ସେଥିରେ ଏନର୍ଜି ଡ୍ୟୁଟି ବୋଲିକରି ଗୋଟେ ପଇସା ସବୁ ବିଲ୍ରେ ଅଛି। ସବୁ ସରକାର ଶୋଷଣ କରୁଛନ୍ତି, କମ୍ପାନୀ ଶୋଷଣ କରୁଛି ଏବଂ OARC ମୁଁ ଭାବୁଛି ଆମେ ବୁଝେଇବାରେ OARC କି କୋଉଠି ଗୋଟେ ତ୍ରୁଟି ରହିଯାଇଛି ବା OARC ବୁଝିବାରେ କୋଉଠି ଗୋଟେ ତ୍ରୁଟି ରହିଯାଇଛି, ଯୋଉଥିପାଇଁ ଆଜି ପଇସା ନ କମେଇବା ପରିବର୍ତ୍ତେ ସେଇ ସମାନ ଭାବରେ ଯାହା 6-7 ବର୍ଷ ହେଲା ଧରିକିରି ରହି ଆସିଥିଲା ସେଇ ପଇସା ରହିଲା। ସେଇଟା ହିଁ ହେଉଛି ଦୁର୍ଭାଗ୍ୟ। ଆଉ ଗୋଟିଏ କଥା, ଏଥିରେ ସରକାର ମାନେ କହି ଆସିଥିଲେ ଯେ ଆମେ ମାଗଣା ଇଲେକ୍ଟ୍ରିସିଟି ଦେବୁ। ସେ ଯୋଉ ଗୋଟେ ଘୋଷଣା କରିଥିଲେ ଯେ ମାଗଣା ଇଲେକ୍ଟ୍ରିସିଟି ଯିବ, କିନ୍ତୁ ପ୍ରକୃତରେ 30 ୟୁନିଟ୍ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ 70 ଟଙ୍କା ଦେବାର ଗୋଟେ ବ୍ୟବସ୍ଥା କରାଯାଇଛି ଅଛି। କୌଣସି ବ୍ୟକ୍ତି ଗୋଟିଏ ଦିନରେ ମାସକରେ ଗୋଟିଏ ଦିନରେ 1 ୟୁନିଟ୍ରେ ତା ଘରେ ବିଜୁଳି ଜଳିବ ନାହିଁ, ଗୋଟେ ଫ୍ୟାନ୍ ବି ଘୁରିବ ନାହିଁ। ଯଦି ଏଇ ଯୋଉ ବଲ୍ବ ଜଳୁଛି ସେ ଗୋଟିଏ ବଲ୍ବରେ ସେ ହୁଏତ ତାର ଗୋଟାଏ ୟୁନିଟ୍ରେ ଗୋଟାଏ ବଲ୍ବ ଜଳିବ। ସେ ଦୃଷ୍ଟିରୁ ତାକୁ 30 ଟଙ୍କା 70 ଟଙ୍କା କରାଯାଇଛି 30 ୟୁନିଟ୍ ପର୍ଯ୍ୟନ୍ତ। ଯଦି ସେ 60 ୟୁନିଟ୍ ବା 100 ୟୁନିଟ୍ କଲା ତାହେଲେ ସାଙ୍ଗେ ସାଙ୍ଗେ ସେଟା ବଢ଼ିଯିବ, 300 ଟଙ୍କା ହେଇଯିବ, 350 ଟଙ୍କା ହେଇଯିବ। ତେଣୁ ଏଇସବୁ କଥା ଗୁଡ଼ିକର କ୍ଲାରିଫିକେସନ୍ ସଠତା ରହିବ ନାହିଁ, ଚଞ୍ଚକତା ରହିବ ନାହିଁ, ଲୋକଙ୍କୁ ଠକିବା ପାଇଁ ରହିବ ନାହିଁ, ପ୍ଲେନ୍ ବା ସରଳ ଭାବରେ ସବୁ କଥା ହେବ। ଏ କଥାଟା ଆମେ ଦାବି କରି ଆସୁଛୁ ଏବଂ ସେଥିରେ ଆମେ ସେ ଦାବି ହାସଲ କରିବାରେ ବୋଧହୁଏ କେଉଁଠି ଆମର ଗୋଟେ ତ୍ରୁଟି ରହିଯାଇଛି ବା OARC କି ବୁଝେଇ ପାରିନାହୁଁ ବା OARC ନିଜେ ବୁଝିବା ପାଇଁ ଅକ୍ଷମ। ଏ ଦୁଇଟା ଭିତରୁ କ'ଣ ଗୋଟେ ହେଇଛି ଯେଉଁଥିପାଇଁ କି ଲୋକଙ୍କ ପାଇଁ ଯେଉଁ ନ୍ୟାୟ ଆଶା କରାଯାଉଥିଲା ସେ ନ୍ୟାୟ ମିଳିନି। ମୋ ମତ କ'ଣ, ଜଣେ ଯିଏ ବୁମ୍ ଧରିକି ଯେଉଁ ସାମ୍ବାଦିକ ମାନେ ଆସୁଛନ୍ତି ସାଧାରଣରେ ବିଚାର କରୁନାହାନ୍ତି କ'ଣ କ'ଣ କେମିତି ଭାବରେ ଅଛି। ସେମାନେ ସାଧାରଣ ଲୋକଙ୍କ ସାଙ୍ଗେ ମିଶୁଛନ୍ତି ତା ସେ ସାଧାରଣ ଲୋକଠୁ ନେଇପାରିବେନି, ଓପିନିଅନ୍ ନେଉନାହାନ୍ତି। ସେ ସାଧାରଣ ନୂଆ ଲୋକ ଧର ନିମାପଡ଼ାରୁ ଏବେ ମିଶିଲେ ରମୁପାତ୍ର ମିଶିଲେ, ସେମିତି ଅନେକ ଜାଗାରେ ସାଧାରଣ ଲୋକ ତଳ ସ୍ତରର ଲୋକ ମୋ ସାଙ୍ଗରେ ଦେଖା ବି ହେଇନାହାନ୍ତି ଯେଉଁମାନଙ୍କର, ତାଙ୍କର ଇଚ୍ଛା ଯେ ଆମେ ବିଜେଡି କି 24 ବର୍ଷ ଦେଖିଲୁ ବା ବିଜେପି କି ବର୍ତ୍ତମାନ ଦେଖୁଛୁ, କଂଗ୍ରେସ ଥିଲା କଂଗ୍ରେସଟାକୁ ଆଉ ଥରେ ଫେରେଇ ଆଣିବା। ସାଧାରଣ ଲୋକଙ୍କ ଇଚ୍ଛା। ଦକ୍ଷିଣ ଓଡ଼ିଶା କହିଲେ ତାରା ବାହିନୀଙ୍କ ପଟେ ରମେଶ ଜେନାଙ୍କ ବିନା କଂଗ୍ରେସ କିଏ କହିଲା? ରମେଶ ଜେନା ସେଇ ଯୋଉ ଆମେ ଯଦି ଦେଖିବା ରମେଶ ଜେନା ଯାଇଛନ୍ତି ଭାରି, ତାପରେ ସେଇ ସିଟ୍ରେ ସେ କେମିତି ଜିତିକି ଆସୁଛନ୍ତି କୋଉ ଦଳରେ ରହିକିରି ସେଟା ଦେଖିଲା ପରେ ଯୋଉ କହିବା ନା ସେ କଥାଟା। ଆଉ ଦକ୍ଷିଣ ଓଡ଼ିଶାରେ ରମେଶ ଜେନା କହିଲେ ଦକ୍ଷିଣ ଓଡ଼ିଶା ବୋଲି କୁହାଯାଉଥିଲା, ସେ କେତେବେଳେ କହିବା ଯେତେବେଳେ ସେ ଜିତିକିରି ଆସିବେ ସେ ଜାଗାରୁ। ସେମିତି ମୁକିମ ଯଦି ନଥାଇକିରି କଂଗ୍ରେସକୁ ଯାଇକିରି ବିଜେପିରେ ବା ନୂଆ ଦଳ ଗଢ଼ନ୍ତୁ ବା ଯାହା କରନ୍ତୁ ଆଉ ଥରେ ଜିତିକି ଆସିବେ, ତାହେଲେ ଜାଣିବା ଯେ ତାଙ୍କର ତାକତ ଉପରେ ସେ ଜିତିଲେ, ନହେଲେ ଜାଣିବା କଂଗ୍ରେସ ତାକତ ସେ ଜିତିଲେ। ଏହା ଦେଖିବାର ଅଛି। ଭୋଟ ପରେ ଜଣାପଡ଼ିବ, କହିବା ଏବେ କହିହେବନି, କହିବା ନାହିଁ। ଏବେ କହିଲେ ସେମାନେ ହସିବେ, କହିବେ କ'ଣ ସର୍ବଜ୍ଞ ଜାଣିଗଲେ। ଭୋଟ ସରୁ, ଭୋଟ ତ ଦେଖିଲେ ଜଣାପଡ଼ିବନି। କିଛି ଫରକ ପଡ଼ିବ କି ଠିକ ପଡ଼ିବ ସେଟା ଭୋଟ ପରେ ଜଣାପଡ଼ିବ ନା। ଆଉ ବିଜେଡ଼ିର ପୁଣି ମିଶୁନାହାନ୍ତି କି ବିଜେଡ଼ି ଆଜି ବୋଧେ ରଘୁ ମହାନ୍ତି ଆଉ ଜୀବନ ପ୍ରଦୀପ ଦାସ ନା କିଏ ସବୁ ମିଶୁଛନ୍ତି, ତାଙ୍କର ବି ଚିହ୍ନୁଛି। ତାପରେ ବିଜେଡ଼ି କଂଗ୍ରେସ ଏଇ ଯେଉଁ ବର୍ତ୍ତମାନ ଯେଉଁ 5ଟା ସମସ୍ତ ରାଜନୈତିକ ଦଳମାନେ ଯେଉଁମାନେ ବାମପନ୍ଥୀ ଚିନ୍ତାରେ ବିଚାର କରନ୍ତି, ଯେଉଁମାନେ ସେକୁଲାରିଜିମରେ ବିଶ୍ୱାସ କରନ୍ତି, ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ କରନ୍ତି, ସେମାନେ ସବୁ ବର୍ତ୍ତମାନ ଏକାଠି ହେଉଛନ୍ତି। ତେଣୁ ସେଥିରେ କଂଗ୍ରେସ ବି ସାମିଲ ହେଇଛି।
ଏବଂ ଏଥିରେ ବହୁ ପରିମାଣରେ ଲାଭ ଉଠାଇବ କଂଗ୍ରେସ ଏଇ ଗଠବନ୍ଧନ ନିଶ୍ଚିତ ଭାବରେ ଲାଭ ଉଠାଇବ ଏବଂ ଲୋକଙ୍କ ଭିତରେ ଆଦର 2029 ଆସିବ। ଆସିବ ନ ଆସିବ ସେଇଟା କୁହାଯାଏ ନାହିଁ, ସେଇଟା କୌଣସି ଲୋକ ପଚାରନ୍ତି ନାହିଁ ବା କହିଲେ ମଧ୍ୟ ଠିକ ନୁହେଁ। କାରଣ ମୁଁ ଏଠି କୌଣସି ଜ୍ୟୋତିଷ ଶାସ୍ତ୍ର ଧରି ବସିନାହିଁ, ମୁଁ ଏଠି କୌଣସି ପାଞ୍ଜି ଧରିକି ଜ୍ୟୋତିଷ ଇଏ ଧରିକିରି ବସିନାହିଁ ଯେ ତାକୁ ଖେଳେଇ ଦେଇକିରି କହିବି କିମ୍ବା ଝିଣ୍ଟି ଶାସନ ବା ଏ କେଉଁ ଇଏ ପାଖରେ ନାହିଁ ତାଙ୍କୁ କହିଦେବି ଯେ ହଁ ଆସିଗଲା 50ଟା ଲୋକ ଆସିବେ, ନ ଆଇଲେ ତା କାରଣ ମଧ୍ୟ ବୁଝେଇବି, ସେମିତି କୁହାଯାଏ ନାହିଁ। ତ ସଂଗଠନ ଅଛି, କଂଗ୍ରେସ ସଂଗଠନ ଥିଲା, ବହୁ ପରିମାଣରେ ମାଡ଼ ହେଲେ ମଧ୍ୟ 13% ଭୋଟ କଂଗ୍ରେସ ପାଖରେ ଏବେ ବି ରହିଛି, ଥିଲା ଗତ ନିର୍ବାଚନରେ। ଏକଥା ସମସ୍ତେ ଜାଣିବା ଦରକାର। ସେ ରମେଶ ଜେନା ବୋଧେ ଘୋଷି ଦେଇ ଆସିଛ ତା ନାଁଟିକୁ। ବଡ଼ ଦୁର୍ଭାଗ୍ୟର କଥା, ସେ ରମେଶ ଜେନାକୁ ଘୋଷି ଦେଇକି ଆସିଛ ବା ତାଙ୍କ ସାଙ୍ଗରେ ମିଶିକି ଆସିଥିବ, କ'ଣ ପାଇଁ ମୁଁ ଜାଣିନାହିଁ। ସେମିତି ପଚରା ଯାଏ ନାହିଁ। ଗୋଟେ ବ୍ୟକ୍ତିକୁ ନେଇକିରି ସଂଗଠନ ବେଳେ ପଚାରିଲା ବେଳେ ବ୍ୟକ୍ତିକୁ ନେଇ ପଚରା ଯାଏ ନାହିଁ।